କାହାଣୀର ଶୀର୍ଷକ କୁସଙ୍ଗରୁ ବୁଦ୍ଧି ନାଶ। ଏକଦା ସୁଦାରଣ୍ୟକରେ କର୍ପୂର ତିଳକ ନାମକ ଏକ ହାତୀ ବାସ କରୁଥିଲା। ତାର ବିଶାଳ ଶରୀର ଦେଖି ଶୃଗାଳମାନେ ବିଚାର କଲେ, ଯଦି କୌଣସି ଉପାୟରେ ଏହି ହାତୀକୁ ମରାଯାଇ ପାରନ୍ତା, ତେବେ ଏହାର ମାଂସକୁ ବହୁତ ଦିନ ପର୍ଯ୍ୟନ୍ତ ଖାଇ ବଞ୍ଚିପାରନ୍ତି। ତା ଛଡ଼ା କ୍ଷୁଧା ନିବାରଣ ପାଇଁ ଆଉ ଖାଦ୍ୟ ଖୋଜିବାକୁ ପଡ଼ନ୍ତା ନାହିଁ। ସେହି ଶୃଗାଳମାନଙ୍କ ମଧ୍ୟରୁ ଗୋଟିଏ ବୃଦ୍ଧ ଶୃଗାଳ ପ୍ରତିଜ୍ଞା କରି କହିଲା, ମୁଁ ମୋର ବୁଦ୍ଧି ବଳରେ ନିଶ୍ଚୟ ହାତୀକୁ ମାରିପାରିବି। ଏହାପରେ ବୃଦ୍ଧ ଶୃଗାଳଟି କର୍ପୂର ତିଳକ ନିକଟକୁ ଯାଇ ବିନୀତ ଭାବରେ କହିଲା, ହେ ମହାତ୍ମା, ଦୟାକରି ମୋତେ ଚାହାନ୍ତୁ। କର୍ପୂର ତିଳକ ହାତୀଟି ପିଲୁଆର ପରିଚୟ ମାଗିଲା। ତାଠାରେ ତାର କି କାର୍ଯ୍ୟ ଅଛି ବୋଲି ପଚାରିବାରୁ ଶୃଗାଳଟି କହିଲା, ମୁଁ ଗୋଟିଏ ଶୃଗାଳ। ଏ ଜଙ୍ଗଲର ସମସ୍ତ ଶୃଗାଳ ମିଶି ମୋତେ ଆପଣଙ୍କ ନିକଟକୁ ପଠାଇଛନ୍ତି। ଆମେ ଆମର ଖାଲି ବନ୍ଧୁ ଭାବରେ ଗ୍ରହଣ କରିନାହୁଁ। ତାଠାରୁ ଅଧିକ କିଛି ଦେବାକୁ ଚାହୁଁଛୁ। ରାଜା ବିନା ରାଜ୍ୟ ଚଳିପାରେ ନା। ରାଜା ଯୋଗ୍ୟ ହେବା ପାଇଁ ଯେଉଁ ସବୁ ଗୁଣ ଆବଶ୍ୟକ, ତାହା ଆପଣଙ୍କ ପାଖରେ ଅଛି ବୋଲି ଆମେ ଜାଣିପାରୁଛୁ। ଯିଏ କୁଲାଚାର ତଥା ଲୋକାଚାର ଶୁଦ୍ଧ, ପ୍ରତାପଶାଳୀ, ଧାର୍ମିକ ଓ ନୀତିବାନ ତଥା ସେବାପରାୟଣ, ସେ ହିଁ ଏକମାତ୍ର ରାଜା ହେବାକୁ ଯୋଗ୍ୟ। ଆପଣଙ୍କଠାରେ ଏସବୁ ଗୁଣ ଥିବା ଯୋଗୁଁ ରାଜପଥର ଅଧିଷ୍ଠ ହେବା ପାଇଁ ଆପଣ ଯୋଗ୍ୟ। ଆମ ଜାତି ଭାଇ ଜ୍ଞାନୀ ଜ୍ୟୋତିଷମାନେ ମଧ୍ୟ ଜାଣିଛନ୍ତି ଯେ କେବଳ ଆପଣ ହିଁ ଆମ ରାଜା ହେବାକୁ ଯୋଗ୍ୟ। ମୁଁ ମଧ୍ୟ ଗଣନା କରି ଜାଣିପାରୁଛି ଯେ ଏଭଳି ସମୟରେ ଆପଣ ଆମ ରାଜା ହେଲେ ଆମ ଜଙ୍ଗଲ ଓ ଜୀବ ସମାଜ ପାଇଁ କଲ୍ୟାଣକାରୀ ହେବ। କର୍ପୂର ତିଳକ ଛଳନାରେ ଭୁଲାଇ ଦେଇ ଶୃଗାଳ କହିଲା, ଆପଣ ଶୀଘ୍ର ଶୀଘ୍ର ଆସନ୍ତୁ, ନହେଲେ ରାଜପଦରେ ଅଧିଷ୍ଠ ହେବାର ଶୁଭଲଗ୍ନ ଗଡ଼ିଯିବ। ଛଳନାପୂର୍ଣ୍ଣ ମିତ୍ରତା ତଥା ରାଜା ହେବାର ଲୋଭର ବଶବର୍ତ୍ତୀ ହୋଇ ଆଗପଛ ଭଲମନ୍ଦ କଥା ବିଚାର ନ କରି କର୍ପୂର ତିଳକ ଶୃଗାଳର ପଛେ ପଛେ ଚାଲିଲା। ଆଗେ ଆଗେ ଶୃଗାଳ, ପଛେ ପଛେ ହାତୀଟି ଚାଲିଥାଏ। ଏମିତି କିଛି ବାଟ ଯିବା ପରେ ହାତୀଟି ଗୋଟିଏ ଗଭୀର ପଙ୍କ ମଧ୍ୟରେ ପଶିଗଲା। ହାତୀଟି ବହୁତ ଚେଷ୍ଟା କରି ମଧ୍ୟ ଉଠିପାରିଲା ନାହିଁ। ସେ ଯେତେ ଚେଷ୍ଟା କରୁଥାଏ ଉଠିବା ପାଇଁ, ସେତେ ସେତେ ଗଭୀର ପଙ୍କ ମଧ୍ୟକୁ ପଶି ଯାଉଥାଏ। ହାତୀଟି ମୁକ୍ତି ପାଇବାର ବାଟ ନ ପାଇ କପଟୀ ଶୃଗାଳକୁ ଡାକ ପକାଇ କହିଲା, ବନ୍ଧୁ, ଗଭୀର ପଙ୍କରୁ ମୁଁ ଆଉ ଉଠିପାରୁ ନାହିଁ। ମୋତେ ଉଦ୍ଧାରର ବାଟ କହିଦିଅ। ଧୂର୍ତ୍ତ ଶୃଗାଳଟି ତାଚ୍ଛଲ୍ୟରେ ହସି ହସି କହିଲା, ପ୍ରଭୁ, ମୋର ଲାଙ୍ଗୁଳର ଅଗ୍ରଭାଗକୁ ଶୂନ୍ୟରେ ଧରି ଉଠି ଆସନ୍ତୁ। ରାଜା ହେବା ଲୋଭରେ ହାତୀ ସେଇଆ କଲା। ସେ ସେହି ଗଭୀର ପଙ୍କ ମଧ୍ୟରେ ଛଟପଟ ହୋଇ ପ୍ରାଣତ୍ୟାଗ କଲା। ସାଥୀ ଶୃଗାଳମାନେ ବୃଦ୍ଧ ଶୃଗାଳର ଚତୁର ବୁଦ୍ଧିକୁ ଦେଖି ବେଶ୍ ପ୍ରଶଂସା କରିବା ସହିତ ମହାପଙ୍କରେ ପଡ଼ିଥିବା ହାତୀକୁ ଆନନ୍ଦରେ ଭକ୍ଷଣ କରିବାକୁ ଲାଗିଲେ। ଏଠାରେ ମନେ ରଖିବାର କଥା ଯେ ବୁଦ୍ଧି ବଳରେ ଅସମ୍ଭବ ବି ସମ୍ଭବ ହୋଇଥାଏ। ଖାଲି ଶରୀରର ବଳ ଶ୍ରେଷ୍ଠ ବଳ ନୁହେଁ। ତେଣୁ କଥାରେ ଅଛି, ବୁଦ୍ଧି ବିଚାରି କଲେ କାର୍ଯ୍ୟ, ବିପଦ ନ ପଡ଼ଇ ଭଲି। ବୁଦ୍ଧି ବିଚାରି କାର୍ଯ୍ୟ କଲେ ବିପଦ ନ ପଡ଼ଇ ଭଲି।